पूज्य गुरुजी गुरुमा वृंद उपस्थित मो प्रिय छोट और बड़ भाई भाई मैंने आज यही पवित्र स्वाधीनता दिवस विषय में मत किसी कहवाई सुजोग मिली निजक धन्य मन करुच्ची। आज आम एठारे कहीं उपस्थित होइछे ताहा आमे समस्ते जानिछु। आज हूँ अगस्ट मास 15 तारिख 2024 मसीहा आम देशर 78तम स्वाधीनता दिवस। आज दिन आम देश भारतर इतिहास लेखा जाइथिबा एमिति एक दिवस जहाँ सदा सर्वदा एपरी उल्लास और उत्कंठार सह पालन करा जाए। बहुत वर्षर कठिन परिश्रम दृढ़ आत्मबल एवं साहसर प्रतिबल आज दिन अर्थात अगस्ट मास 15 तारिख 1947 आम देश इंग्राजी मान स्वाधीनता पाइथिला। ସେହି वीर स्वाधीनता ସଂଗ୍ରାମୀ ମାନଙ୍କର ବଳିଦାନକୁ ସମ୍ମାନ ଦେବା ବେଳେ ପ୍ରତିବର୍ଷ ଆମେ ଏହି ଦିବସକୁ ପାଳନ କରିଥାଉ। ପ୍ରଥମେ ବିପ୍ଳବ ଆରମ୍ଭ ହୋଇଥିଲା ମଙ୍ଗଲ ପାଣ୍ଡେଙ୍କ ଠାରୁ। ସେହି ବିପ୍ଳବର ଅଗ୍ନି ସମଗ୍ର ଦେଶରେ ଖେଳିଗଲା। ଭଗତ ସିଂ, ଖୁଦିରାମ ବୋଷ, ଚନ୍ଦ୍ରଶେଖର ଆଜାଦଙ୍କ ଭଳି କେତେ ଯୁବକ ଏହି ଅଗ୍ନି ଲମ୍ପ ପ୍ରଦାନ କଲେ। ସେ ଅଗ୍ନିର ତାତି ବଢ଼ି ଚାଲିଲା ସିନା, ହେଲେ କମିଲାନି। ଆମ ପ୍ରିୟ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏବଂ ଜାତିର ପିତା ମହାତ୍ମା ଗାନ୍ଧୀ ସ୍ୱାଧୀନତା ସଂଗ୍ରାମର ମୁଖିଆ ହିସାବରେ ଦେଶବାସୀଙ୍କ ମନରେ ସ୍ୱାଧୀନତାର ଅଗ୍ନିକୁ ଉଜାଗର କରିଚାଲିଲେ। ଆନ୍ଦୋଳନରେ ଭାଗ ନେଲେ ଶହ ଶହ ଦେଶବାସୀ। ଏତିକି କହି ମୁଁ ମୋ ବକ୍ତବ୍ୟ ଶେଷ କରୁଛି। ଜୟ ହିନ୍ଦ, ଜୟ। ମାନନୀୟ ସଭାପତି ମହୋଦୟ, ପୂଜ୍ୟ ଶିକ୍ଷୟିତ୍ରୀ ବୃନ୍ଦ, ଏଠାରେ ଉପସ୍ଥିତ ମୋର ଅତି ଆଦରର ସମଧର୍ମୀ ସହପାଠୀଗଣ ଏବଂ ପ୍ରିୟ ସାନ ଭାଇ ଓ ଭଉଣୀମାନେ, ଆଜିର ଏହି ପବିତ୍ର ଦିବସରେ ମୋତେ କିଛି କହିବା ପାଇଁ ସୁଯୋଗ ମିଳିଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି। ଆଜି ହେଉଛି 2024 ମସିହା ଅଗଷ୍ଟ ମାସ 15 ତାରିଖ, ଆମ ଦେଶର 78ତମ ସ୍ୱାଧୀନତା ଦିବସ। ସର୍ବପ୍ରଥମେ ମୁଁ ଆପଣମାନଙ୍କୁ ସ୍ୱାଧୀନତା ଦିବସ ଉପଲକ୍ଷେ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି। ସ୍ୱାଧୀନତା ଦିବସ ହେଉଛି ପ୍ରତ୍ୟେକ ଭାରତୀୟମାନଙ୍କ ପାଇଁ ଗର୍ବ ଓ ଗୌରବର ଦିବସ। ଏହା ହେଉଛି ଆମ ଜାତୀୟ ପର୍ବ। ଏହି ଦିନ ଆମ ଦେଶର ପ୍ରତ୍ୟେକ ନାଗରିକ ଜାତୀୟ ପତାକା ତଳେ ଦଣ୍ଡାୟମାନ ହୋଇ ଜାତୀୟ ସଙ୍ଗୀତ ଗାନ କରିଥାନ୍ତି। ଦୀର୍ଘ 2 ଶତାବ୍ଦୀ ଧରି ବ୍ରିଟିଶ ଶାସନର ରଥଚକ୍ର ତଳେ ଦଳିତ ନିଷ୍ପେଷିତ ଭାରତବାସୀ ଯେଉଁଦିନ ସ୍ୱାଧୀନତାର ପ୍ରଥମ ଆଦ୍ୟବାୟୁ ନାସାପୋଟରେ ଆଗ୍ରାଣ କରିଥିଲେ, ସେହି ଦିନ ଥିଲା 1947 ମସିହା ଅଗଷ୍ଟ ମାସ 15 ତାରିଖ। ମୋର ପ୍ରିୟ ଭାଇ ଓ ଭଉଣୀମାନଙ୍କୁ ମୁଁ ମନେ ପକାଇ ଦେବାକୁ ଚାହୁଁଛି ଯେ ଆମେ ଯେଉଁ ସ୍ୱାଧୀନତା ପାଇଥିଲେ ତାହା ସହଜରେ ପାଇନଥିଲେ। ଦିନେ କି ମାସେ ନୁହେଁ, ବର୍ଷେ କି 2 ବର୍ଷ ନୁହେଁ, ତାହା ଥିଲା 200 ବର୍ଷର କଠିନ ପରିଶ୍ରମର ଫଳ। ହଜାର ହଜାର ଲୋକଙ୍କର ଆତ୍ମବଳିଦାନ ଥିଲା। ଆମ ଦେଶକୁ ସ୍ୱାଧୀନତା ଆଣିଦେବାରେ ଯେଉଁ ସ୍ୱାଧୀନତା ସଂଗ୍ରାମୀମାନେ ନିଜ ଜୀବନକୁ ତିଳ ତିଳ କରି ସଳିତ କରି ଜାଳି ଦେଇଥିଲେ, ସେମାନଙ୍କ ମଧ୍ୟରୁ ମହାମାନବ ମହାତ୍ମା ଗାନ୍ଧୀ, ପଣ୍ଡିତ ଗୋପବନ୍ଧୁ ଦାସ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ବକ୍ସି ଜଗବନ୍ଧୁ, ବାଜିରାଉ ଥିଲେ ଅନ୍ୟତମ ବିଜ୍ଞାନୀ। ସେହି ସ୍ୱାଧୀନତା ସଂଗ୍ରାମୀମାନଙ୍କ ପଦାନ୍ବିତେ ମୁଁ ମୋର ମଥାସ୍ପର୍ଶ ପ୍ରଣାମ ଜଣାଉଛି। ପରିଶେଷରେ ମୁଁ ଏତିକି କହିବି, ଆସ ଆମେ ସମସ୍ତେ ଆଜିର ଏହି ପବିତ୍ର ଦିବସରେ ଏକାଠି ହୋଇ ଶପଥ ନେବା, ଆମ ଦେଶକୁ ବାହ୍ୟ ଶତ୍ରୁ କବଳରୁ ରକ୍ଷା କରିବା ପାଇଁ ଆମ ନିଜ ଜୀବନକୁ କରିଦେବା। जननी निश्चय स्वर्गादपि गरीयसी, ईस्ट और वेस्ट, इंडिया ईस्ट और वेस्ट। आज ये पवित्र स्वाधीनता दिवस में मत किसी कहवाकू सुजोग मिलिथिबारु मु निजको धन्य मन करुछि। आज हूँ अगस्ट मास 15 तारिख आम देशर 78तम स्वाधीनता दिवस। 1947 मसीहा अगस्ट मास 15 तारिख में आम देश स्वाधीन होता। इंग्रेज मैंने वाणिज्य करने आसी आम देश को प्राय 200 वर्ष शासन करते, विरोध कले अन्याय अत्याचार करते। स्वाधीनता आंदोलन 1857 सिपाही यार शुभारंभ करते। मंगल पांडे नामक जड़े साहसी भारतीय सिपाही यार
ଭଗତ ସିଂ, ଚନ୍ଦ୍ରଶେଖର ଆଜାଦ, କ୍ଷୁଦିରାମ ଭଳି ଅନେକ ସ୍ୱାଧୀନତା ସଂଗ୍ରାମୀରେ ଏଠାରେ ଯୋଗ ଦେଇଥିଲେ।